ଜୟ ଜଗନ୍ନାଥ ଲୋକମାନଙ୍କୁ ସ୍ୱାଗତ କରୁଛି ଆଉ ଗୋଟେ ନୂଆ ଭିଡ଼ିଓରେ। ଆଉ ଏବେ ତ ଆସିକି ପହଞ୍ଚିଲି। ଦେଖିବ ତ ସେ ଗଳିରେ ଏମିତି ଯାଉଛି। କ'ଣ ବଳି ଆଉ ତା ନାଁ ମୁଁ ବଳି ଦେଇଯିବା। ତା ନା ବଳି ବଳି ମୁଁ ତ ବଳି ଦେଇଛି ତା ନା। ଆଉ ଅଲରେଡ଼ି ମୁଁ ଆସି ପହଞ୍ଚି ସାରିଛି ମୋ ରୁମ୍ ପାଖରେ। ଆଉ ଦେଖିପାରୁଥିବ ମୋର କବାଟଟା ବନ୍ଦ ଅଛି। ଆଉ ଏବେ ଡାକିବା ଖଣ୍ଡଗିରି ବାଜୁଛି 101 ଖଣ୍ଡଗିରି। ଚାବି ଦେ। ଗନ୍ଧ ହଉଛି ସାର୍ଟ ପୁଣି ସଫା କରିବା। ଆରେ କିଏ ବା ଏଇଟା? ଭଳିଆ ଗନ୍ଧ ହଉଛି ଝାଳ। ଦାବିକି ଖୋଲା ହବ। ଗାଡ଼ି ଭିତରେ ପକେଇଦେଲା। ଆଉ ମୁଁ ଏବେ ପହଞ୍ଚି ସାରିଛି ମୋ ରୁମ୍ରେ। ଦେଲାଟି ପଇସା ରାତି 11ଟା ପ୍ଲସ୍ ହେଇଗଲାଣି। ଆଉ ଲାଇଟ୍ ଲଗାଇଦେବା। ଆଉ ଇଏ କେମିତି ହେଉଛି ଦେଖ। ଗୋଟେ ଆଣିକି ଯାଇଛି ମୋ ପାଇଁ। ଏବେ ଖାଇବା ଟିକେ ତାପରେ ଟିକେ ଟ୍ୟାପ୍ରେ ଏଠି ଲାଗିଛି ଟ୍ୟାପ୍ ଧୋଇଯିବା। ଘର ସାରା ଡ୍ରେସ୍ ବଦଳ ଖାଇବ। ମୋ ଡ୍ରେସ୍ ଖୋଲି ପକଉଛି। ଆମର ଆସି ରୁମ୍ରେ ପହଞ୍ଚି ସାରିଛି। ପହଞ୍ଚିକି ଏବେ ସାର୍ଟ ଖୋଲି ପକଉଛି ସାର୍ଟ। ଆଉ ସାର୍ଟ ଖୋଲା ହେଇଗଲା। ଏବେ ତାପରେ ଟିକେ ଏବେ ବସିକିରି ଖାଇବା। ମୋ ପେଟ କେମିତି ବଢ଼ିଯାଇଛି। ସେଇଠି ଖାଉଛ ପଖାଳ ଖାଇ ଖାଇକିରି ପେଟ ବଢ଼ିଯାଇଛି। ନିଜକୁ ନିଜେ ଆଖି କର। ତମେ ଖାଇସାରି ଖାଇବ ଏଇଟା ପୁରା ଫ୍ରି ଲାଗିବ ଖାଇବ। ଗାଡ଼ି ଭିତରେ ତମେ ବଦଳ ଦବ। ଭିଡ଼ିଓଟା କରୁ ନା ସେ ଭିଡ଼ିଓ ପଛରେ ଆମର ଖାଇବା ପିଇବା। ଏବେ ମୁଁ ଖାଇଦେବା। ରେଷ୍ଟ କରିଦେବା କାହିଁକିନା ଆଜି ଗାଡ଼ି ତ ମୁଁ ଆଉ ଚଲାଉନି। କାହିଁକିନା ମୋ ଦେହ ଟିକେ ଖରାପ ଅଛି। ସବୁ ମିଛ ଗାଡ଼ି ଚଲେଇ ପାରୁନି। ଦୋକାନରେ ଅଛି ବୋଲି ଗାଡ଼ି ଚଲାଉ। ତାପରେ ଦେହ ଖରାପ ଚାଲିଛି। ମୁଁ ଗାଡ଼ି ଚଲାଉନି। ଏବେ ଭାଇଙ୍କ ଦୋକାନରେ ରହୁଛି। କାଲିଠାରୁ ଷ୍ଟାର୍ଟ ହେଇଯିବ ଗାଡ଼ି ଚଲେଇବା। ଆଉ ରାତି ସକାଳ ଭୋରୁ ଉଠିବା, ଗାଡ଼ି ଚଲେଇବା। ତାପରେ ରାତି ଟାଇମ୍ ଟିକେ 1-2 ଘଣ୍ଟା ଗାଡ଼ି ଚଲେଇବା। କାହିଁକିନା ପାଖରେ ଖର୍ଚ୍ଚ କରିବା ପାଇଁ ପଇସା ନାହିଁ। ଆଉ ମୋ ଦେହ ଖରାପ ଅଛି। ମୋର ଗାଡ଼ି ଚଲେଇବି ଭଲ ରହୁନି ଦେହ। ଲାଗିଲେ ମତେ ବି ମାରିଲାନି। ଭିତରକୁ ଯାଉନ। ଯେମିତି ନ ରାଗିବି ସେଇଭଳିଆ ରାଗିଲା ଭଳିଆ କାମ ଗୁଡ଼ା କର। ସେଥିପାଇଁ କାହିଁ ଚିଡ଼ୁଛି? ଲୁଣ ଗୋଟେ ତାଙ୍କ ଦୋକାନରୁ
ଏଇଟା ଭାଜି ନଥିଲା ପକା ଟିକେ ଆଣେ। ଚକଟି ବାପା ଏବେ ପଖାଳ ଆସିଗଲା। ଆଉ ଆଳୁ ଚକଟା ଟିକେ କରିଦେବା। ପଣସ ପାଚିଲା ପଣସ ଆଉ ମୁଁ ଆଣିଥିଲି ମିଠା ଆଚାର। ଏଇଠି ଦେଖୁଛ ତ, ଏଇଠି ମିଠା ଆଚାର ଏଇଠି ରଖିଛି। ତାପରେ ଆଳୁ ଟିକେ କଞ୍ଚା ଲଙ୍କା ମାରିଦେବା ଟିକେ, କାହିଁକିନା ଶ୍ରାବଣ ମାସ ଚାଲିଛି। ଇଏ ତ ଖାଉନି କିଛି ଆଇଁଷ ପିଆଜ ରସୁଣ ଖାଉନି, ଶନିବାର ନେବ। ତାପରେ ମୋର ତ ଆଇଁଷ ନହେଲେ ମୋର ଚଳିବନି। କହିଲା କଥା ମୋର ଆଇଁଷ ନହେଲେ ଚଳିବନି, କାହିଁକିନା ମୁଁ ଟିକେ ଆଇଁଷ ପ୍ରିୟ। କାହିଁକିନା ଯେହେତୁ ମୁଁ ବେହେରା ଛୁଆ, ଆଉ ଆଇଁଷ ତ ନିଶ୍ଚିନ୍ତ ଖାଇବାକୁ ପଡ଼ିବ। ନହେଲେ ମୁଁ ତ କେଉଁ ଶ୍ରାବଣୀ ପାଣି ନେଉନି। ଏଇଟା ଆଇଁଷ ସିଓର ଖାଇବି। ଖାଇବା କଥା ନୁହଁ, ସ୍ତ୍ରୀ ପାଣି ନେଉଛି ମାନେ ଖାଇବା କଥା ନୁହଁ। ମୋଠି କ'ଣ ଲୁଣ ଟିକେ ପକାଇଲୁ, ତୁ ଖାଇଛୁ? ନା ମୋତେ ଖାଇଦେବ କି ଟିକେ ଖାଇଦେବ ଯେ ମୁଁ ଖାଇବି। ନହେଲେ ମୁଁ ରୋଷେଇ ଶୋଇବି। ପାଣିଆ ଟିକେ କର ପକା ଥାଉ। ଆଉ ପକା ନା ବେ, ଏତେ କ'ଣ ଲୁଣ ଭାତରେ ପକେଇବି ନା, ଆଉ ଟିକେ ପାଣି କଞ୍ଚା ଲଙ୍କା ଦୁଇଟା ଖଣ୍ଡେ ଚକଲୁ। ଗୋଟିଏ ଖାଇପାରିବନି, ଗାଲି ଇଣ୍ଡିକେଟର ବାଜି ଅଛି। ମୁଁ ଦୁଇଟା ଚୋବେଇ ଦେବାକୁ ପଡ଼ିବ। ଆଜି ଟିକେ ଭଲ ଡାଲମା ଟିକେ ହେଇଥିଲା, ମଙ୍ଗୁ ଭାଇ କରିଥିଲା। ତାପରେ ଆଳୁ ଚକଟା ଟିକେ କରିଥିଲା। ପେଟେ ନାଦିଦେଲି। ପୁଣି 4ଟା ବେଳକୁ ଭୋକ କଲା, ପୁଣି ଯାଇକି ତାହେଲେ ଭାତ କମେଇଦେବି, ନା ଖାଇବ? ଖାଇବି ନା, ବଳିବ କ'ଣ? ତାଙ୍କର ମାନେ ଆ ଦେହରେ ଅଦା ରସୁଣ ମିଶୁନି କି, ଯେଉଁ ରସୁଣ ପିଆଜ? କେଉଁଥିରେ? ନା ଏ ଖାଲି କୋଳି ଆଚାର। ନା ତାଙ୍କର ତ ସାଧା ଇଏ ନା, ସେ ଅଲଗା ଦେଇ ରହିଥିଲା। ମୁଁ ଦେଖେ ଆଗ ସାଧା ବେପାର କରୁଥିଲେ। ସାଧା ସାଇଡ୍ କରନା, ଏତେ କ'ଣ ମନ୍ଥୁଛ ତାକୁ? ସାଇଡ୍ କରନା ତାକୁ। ଅଲଗା କିଛି ମିଠା କଟା ଏଥିରେ ପଡ଼ିଗଲେ ମିଠା ଅବାଗିଆ ଖଟା ଲାଗିବ। କିଛି ହବନି, ଅଜାଟା ଜାଗା କରିବ। ତୁ ଦଉନୁ ତ ଧୋଇବା କଷ୍ଟ ଲାଗୁଛି, ଜରି ପୁରିକି ଜରି ଖାଇକି ହେଲା ତ ସେଇଠି ଆଉ। କଥା ଯେ ମୁଁ ଶୁଣିଲି ବିରକ୍ତ ଲାଗେ। କଥା ମୁଁ ଠିକ୍ ଶୁଣୁଛି। ଅଜଟା ଜାଗା କାହିଁକି ତ ସେଇଥିରେ କାହିଁ ନ ଖାଉ, ସେତିକି ନା ଆଉ ହବ ନାଇଁ? ପଣସ ଗୋଟେ ଦେଲୁ, ଖାଇବାକୁ କେମିତି ଲାଗୁଛି? ଚାଟ ମୁଁ କେବେ ଖାଇନି ପଣସ। ଜମା ଖାଇନଥିବ, ମା ପେଟରୁ ଇଏ ଉଠିଲା ହେଉଛି ବେଳକୁ। ଆମର ମିଠା କୋଳି ଆଚାର। ମୁଁ ଆଣିଥିଲି ଆମ ଦୋକାନରୁ। ତାପରେ ଖାଇବା କେମିତି ଟେଷ୍ଟ? କୋଳି ନାହିଁ, ଖାଲି ଆମ୍ବ। କୋଳି ଆଚାର ଖାଲି ଆମ୍ବ। ଏ ରସୁଣ ପଡ଼ିଛି ରେ, ହଁ ରେ, ବାସ୍ନା ହେଉଛି। ହଁ ରେ, ତାଙ୍କର କୋଉଠି ସାଧା ସବୁ ଦୋକାନରେ ସାଧା ଯେ ବୁଝୁଛନ୍ତି। ଦୋକାନରେ ସବୁ ସାଧା କିନ୍ତୁ ରସୁଣ ନା ଫସୁଣ କରୁଛି। ମିକ୍ସଚର ନାହିଁ ଆଉ। ଖାଇଥିବ 500 ମିଟର ଖାଇଲେ 500 ତମେ ଚୁଣ୍ଟା ଦେଇଥିବ ନା, ଜମା ଖାଇନଥିବ, ଚୁଣ୍ଟା ଦେଇଥିବ। 500 ମିଚର ମୁଁ କୋଉଠି ଖାଇଦେଲି? ଏଇଥିପାଇଁ ଚିଡ଼ିମାଡ଼ି ଏମିତିଆ କଥାବାର୍ତ୍ତା କରନ୍ତି। ଆଚାର କୋଳି ଆଚାର ଦୁଇଟା ଖାଇଦେବା। ଦରକାର ନାହିଁ। ଆବେ ହାକ୍କା ଶୁଣୁ। 500 ମିଚର ମୁଁ ଖାଇଦେବି ନା, ଆଜି କହିଲ ଆଉ କୋଉ ଦିନ ଏମିତି କଥା କହିବ ହେଲା। ମୁଁ ଖାଇଦେଇଛି ସବୁଟା, ତମେ ଖାଇଦେବ ସେତିକି ଥର ଖାଇବ। ମିଛ କଥା ମୁଁ ଖାଇଲି। ଆଉ ଦେଖିପାରୁଥିବ ଆମ ଏଇଟା ହେଉଛି ପଖାଳ। ତାପରେ ମାନେ ସଜ ପଖାଳ ଏବେ ଶୀଘ୍ର ଶୀଘ୍ର ଜଷ୍ଟ ଖାଅ, ହେଇଛି, ତାକୁ 12ଟା ପଖାଳି ବାଜିବ। ଦେଇଛି। ପଣସ ଗରମ ଭାତ ସେଇ ଜରିରେ ଆଉ ଅଛି, ଖାଅ। ଆ ଦେହରେ ଏଠି କୋଳି ଆଚାର ଦେଖିପାରୁଥିବ। ତାପରେ ପଣସ ଗୋଟେ ଖାଇବା କେମିତି ହେଇଛି। ଦେଖିଲ ତ, ଏଇଟା ହେଉଛି ପଣସ ଖାଇବା। ଭଲ ମିଠାଳିଆ ଖାଲି ଲାଗୁଛି। ସାଙ୍ଗମାନେ ଯଦି ଏ ଭିଡ଼ିଓଟି ଭଲ ଲାଗୁଛି ତାହେଲେ ସେୟାର କରିବେ, ଲାଇକ୍ କରିବେ, କମେଣ୍ଟ କରିବେ। ଆଉ ବହୁତ ମାତ୍ରାରେ ସେୟାର କରନ୍ତୁ, କାହିଁକିନା ଦେଖିପାରୁଥିବେ ମୁଁ ସକାଳ 6ରୁ ଯାଉଛି ଦୋକାନକୁ। ତାପରେ ଆସିଲା ବେଳକୁ ରାତି 11, 12 ଏମିତି ହେଇଯାଉଛି ରୁମ୍ରେ ପହଞ୍ଚିଲା ବେଳକୁ। ଆଉ ଏ ଦେଖିପାରୁଥିବ ଆର ଗୋଟେ ଅଛି ୟୁଟ୍ୟୁବରେ
लिली लोकनाथ एक्सप्रेस गोटे यूट्यूब चैनल अच्छे से प्राय टाइम वीडियो पकाऊँ आ तार मोर 28टा सब्सक्राइबर तार 25टा हो गला कहीं मुझे आगुरी से चलाऊली एवं चलानी बंद कर से यूट्यूब चैनल से वीडियो पकाऊँ आलू खाईदेवा उठिक रेस्ट करवा सका जा रही सांग मैंने देखा आउ गोटे वीडियो जय जगन्नाथ ये देखी दियो पखाड़ ये खाऊँ सज पखाड़ ए रोषे होता पखाड़ देती आलू चकटा खटा बहुत मजार चलती रही देखा काली 7:30 बेले रही जय जगन्नाथ।